कौन ना नईमिषारण्य आमर 88,000 ब्राह्मण यज्ञ करने चाहिए हेले यज्ञ कौटी करेंगे से ब्रह्मा को पाखे पहुँचे ब्रह्मा नहीं गले शेष जी होती ऑलमाइट पावर सकल शक्तिर आधार जी होती विष्णु विष्णु कहले ठीक अच्छे मो सुदर्शन चक्र को पठे दूसरी अच्छा सुदर्शन चक्र जो नेमी तार जो नेमीटा जो पड़ो से तुम यज्ञ कर से चक्र गला से जो पड़ा से यज्ञ कले सी है नईमिषारण्य से अरण्य अर्थ कौन नरण्य जो युद्ध ना द्वंद्व ना से कौन ना यज्ञ कले यज्ञ कर सारे कहले संध्या बेले कौन करवा ना संध्या बेले गोटे प्रवचन कार्यक्रम प्रवचन व्यास किए हे ना उग्र सभा सूत सूत को नहीं आसिले से समस्ते नईमिषारण्य सूत को प्रश्न पचारे किए से ना सौनक आदि ऋषि मैंने प्रश्न पचारे ये कली जुगर तो यही अवस्था हम तेणु आपण मैंने कहतु आम पचारू तो 6टा प्रश्न से 6टा प्रश्नर उत्तर आप दियो ये 6टा प्रश्न मध्य समग्र भागवत रहा बर्तमान मुझर सम्मानित अतिथि सुदर्शन महापात्र महोदय जे भारत गायक सारस पालार जे होती संपादक थे ओडिशार से आगधाड़ी जड़े पाला गायक एवं साहित्य कला संस्कृति सबुतिर परिपूर्ण तांको मुखर आम कि भागवत संबंध में श्रवण करवा। जय जगन्नाथ जय जगन्नाथ गंगा विचारुछंती मने बालुई पड़िबो केशने आसिबे मोर बंधुगण मो पाप होइबो दहन देखिली आज मोहर भाग्य देख देखिले बंधुजन आज आम सत्य विकास परिषद जो आसर भागवती आलोचना चक्र इतने सभापति कर पंडित महोदय उपस्थित आमंत्रित मुख्य अतिथि काशीनाथ भाईना एवं मुख्य वक्ता पंडित रमाकांत मिश्र आपण समस्ते बहु ज्ञानी गुणी विद्वान विदुषी समस्त उपस्थिति सभात्यादि बहु गुरुत्वपूर्ण मन होते ये भितर सूचना देखते प्रमोद बाबू प्रथम आज सामाजिक अवस्था कहीं जाऊँगी कहीं जाऊँगी ये सब संपर्क आप आज खबर कागज गोटे जगह देखी से लिखाई जो बयस 18 वर्ष साबालक हवा कथा 18 वर्ष अधिक हेले साबालक हवा सेटा आगु जड़े किए कर 16 वर्ष ताकू अतिक्रम करके 18 वर्ष कर भूल हो जाए तेणु 18 वर्ष बदल में वर्तमान 16 वर्ष आम साबालक हवापाई नियम रो प्रणयन हो ये निजस्व मत से व्यक्त कर सी भावी टीन एज आरंभ है 13 ठू सरला 19 रे तेणु 13 14 15 3 गला इे 17 18 19 साढ़े गला 3 मध्य रहा 16 तेणु ये 16 बा 16 वर्ष यहीटा हूँ बड़ बदमाशिया वर्ष यही 16 वर्ष ठारू आमर मानसिक विकार आरंभ हो जाए पुरुष हो बा नारी हो साधारणतः से भागवत संपूर्ण भाव लिखागला अनल दक्षिण पतंग जिन्ने धामती उदवेग
ଭାଗବତରେ ଆଜି କିଛି କହିବାକୁ ପଡ଼ିବ ବୋଲି ମୁଁ କିଛି ବିଭିନ୍ନ ଭାବରୁ କିଛି ଆଣିଛି ଲେଖିକିରି ସେଥିରେ ସେ ଲେଖିଛନ୍ତି ଯୁବତୀ ଜନ ଅଗ୍ନି ସ୍ତମ୍ଭ ପୁରୁଷ ଦେହ କୃତ କୁମ୍ଭ କି ଉପାଦେୟ କଥା ଏଥିରେ ଲେଖା ଯାଇଛି। ଆମେ ଚିନ୍ତା କରିବା ଦରକାର। ଆମେ ଆଜିକାଲି ପରମାର୍ଥିକ ବୟସ ହେଲେ ଅର୍ଥାତ ବୟୋବୃଦ୍ଧ ହେଇଗଲେ ଭାଗବତ ପଢ଼ୁ। ଭାଗବତ ପଢ଼ା କ'ଣ କରିବା? ଭାଗବତ ଟିକେ ପଢ଼ିବା, ବୁଝୁ ନ ବୁଝୁ ପଢ଼ ଗୀତା ଯେମିତି ସେମିତି ଭାଗବତ ପଢ଼ିବା। କିନ୍ତୁ ସେତେବେଳକୁ ଆଉ ବାଟ ନଥିବ, ବାଟ ଆମେ ପୁରାପୁରି ବୁଲି ଯାଇଥିବା। ତେଣୁ ଆଗରୁ ବେଳରୁ ହୁଅ ସାବଧାନ। ଆମେ ସାବଧାନ ହେବା ପାଇଁ ଆମେ ଆମର ଟିନ୍ ଏଜ୍ରୁ ଭାଗବତକୁ ଅଭ୍ୟାସ କରିବା ଦରକାର। କାରଣ ଯାହା କହିଥିଲେ ସଭାପତି ପରମ ଶାସ୍ତ୍ର ଭାଗବତ ଅଭ୍ୟାସ କରୁଥିବ ନିତ୍ୟ। ପ୍ରତ୍ୟେକ ଦିନ ହୁଏତ ଶୋଇବା ପୂର୍ବରୁ ଖାଇବା ପୂର୍ବରୁ ଆମେ କିଛି ଗୋଟେ ଅଧ୍ୟାୟ ହଉ ବା ଅଧ ଅଧ୍ୟାୟ ହଉ ଭାଗବତ ପଢ଼ିଲେ ତାର ମୂଲ୍ୟ ଅଛି। ତେଣୁ ଆମର ସେଇଥିରେ ଲେଖା ହେଇଛି ଏଣୁ ଯୁବତୀ ଦୂର କରି ତପ ସାଧିବ ବ୍ରହ୍ମଚାରୀ। ଏଇଟା ସିନା ପିଲା ମୂଳରୁ ଜାଣିଲେ ସେଥିପାଇଁ ସତର୍କ ହବ, ଆଉ ଶେଷରେ ଜାଣିଲା ବେଳକୁ ଆଉ ବାଟ କିଛି ନଥିବ। ଆମର ଆଜିକାଲିର ଦୁନିଆରେ ଏ ଯାହା ସବୁ ହେଉଛି ତାର ମୂଳ କଥା ଆମେ ଚିନ୍ତା କରିବା ବର୍ତ୍ତମାନ ଉଚିତ ନୁହେଁ। କାରଣ ଉଭୟ ପକ୍ଷରୁ କିଛି କିଛି ଦୋଷ ଦୁର୍ବଳତା ରହିଛି ଏବଂ ତା ପାଇଁ ବିଭିନ୍ନ ଭାବ ହିଁ ଦାୟୀ। ତେବେ ଆମେ ଘର ସଂସାର କରିଛେ, ଆମର ଘରେ ଆମର ସ୍ତ୍ରୀ ପୁଅ ଭାଇ ବନ୍ଧୁ କୁଟୁମ୍ବ ପରିଜନ ଏ ସମସ୍ତେ ଅଛନ୍ତି। ଘରକୁ ଜଣେ ଅତିଥି ଆସିଲା। ଅତିଥି ବୋଲେ ଯାହାର ତିଥି ନାହିଁ, ତମ ବନ୍ଧୁ ହେଇପାରନ୍ତି, ତମ ମାମୁଁ ହେଇପାରନ୍ତି, ତମ ମଉସା ହେଇପାରନ୍ତି, କି ଅନ୍ୟ କେହି ଜଣେ ବାହାର ଲୋକ ଆସନ୍ତୁ, ଆପଣ ଆତିଥ୍ୟ ପ୍ରଦାନ କରିବେ। ଏ ଭାବଟା ହୃଦୟରେ ଆସିବା ଦରକାର। କ'ଣ ନା ଯା ଘରୁ ଅତିଥି ବାହୁଡ଼େ ସେ ପ୍ରାଣୀ ପ୍ରେତ ମୁଖେ ପଡ଼େ। ଗୋଟେ ଧାଡ଼ି ଲେଖା ହେଇଛି, ଯାହା ଘରୁ ଅତିଥି ବିମୁଖ ହୋଇ ଫେରିଯାଆନ୍ତି ସେ ପ୍ରାଣୀ ପ୍ରେତ ମୁଖେ ପଡ଼େ। ତାର ସଞ୍ଚିତ ପୁଣ୍ୟ ଯେତେ ଗମଇ ଅତିଥି ସଙ୍ଗତେ। ଆପଣ ବୁକିରେ ଉଡ଼େଇଦେବେ ମୋ ସଞ୍ଚିତ ଅର୍ଥ, ମୋ ସଞ୍ଚିତ ପୁଣ୍ୟ ଯେତେ ଏ ଅତିଥି ପଳେଇଲେ ପଳେଇଯିବ। ଆଉ ଏମିତି ଯଦିକା ଆପଣ ଯଦି ଏମିତି ଭାବିବେ ତାହେଲେ କିଛି ହେବନି। ତେଣୁ ଅତିଥିଙ୍କର ଚର୍ଚ୍ଚା କରିବା, ଆତିଥ୍ୟ ପ୍ରଦାନ କରିବା ଆମର ଉଚିତ। କେମିତି ଆତିଥ୍ୟ ପ୍ରଦାନ କରିବ? ପବିତ୍ର ଜଳେ ପାଦ ଧୋଇ, ସବୁ ଭାଗବତ ପଦ। ପବିତ୍ର ଜଳେ ପାଦ ଧୋଇ ଆସନେ ବସାଇବ ନେଇ। ପବିତ୍ର ଜଳରେ ପାଦ ଧୋଇବ। ପବିତ୍ର ଜଳ କ'ଣ ତାର ଅର୍ଥ ଅଛି ଆମେ କଲାବେଳେ ଏମିତି ଗୋଟେ ଗୋଟେ ପଦକୁ ଆମେ ତାକୁ ଅର୍ଥ ବି କରୁ। ପବିତ୍ର ଜଳ କ'ଣ? ମାନେ ଯେଉଁ ଜଳରେ କୌଣସି ପ୍ରକାରର ଆବିଳତା ନାହିଁ, ସେଟା କ'ଣ? ଆମେ ବୋତଲରେ ପାଣି ଆଣିଲେ ସେ ପାଣିଟାରେ ମାନେ ଦୋଷ ନାହିଁ ଏକଥା କହିହେବନି। ପଇଡ଼ ପାଣି ତା ଦେହରେ କିଛି ନାହିଁ। ପଇଡ଼ ଭିତରେ ଯେଉଁ ପାଣି ଅଛି ସେଇ ପାଣି ଭାଙ୍ଗିକିରି ଆମେ ଅତିଥିଙ୍କର ପାଦ ଧୋଇବା। ଅତିଥି ଆମ ଘରକୁ ଆସିଲେ ଆମେ ଯିବା ଗୋଟେ ପଇଡ଼ ଆଣି ରଖିଦେବା ନା ଯିବା ବଜାରକୁ ପଇଡ଼ଟେ ଆଣିବା, ତାକୁ ଛେଲିବା, ପଇଡ଼କୁ ଆମକୁ ଖେଳି ଆସିବନି, ଆମେ ଅତିଥିଙ୍କ ପ୍ରାଣ ଧୋଇବା। ମୂଳ ଅର୍ଥ କ'ଣ? ତାର ମର୍ମାର୍ଥ ରହିଛି। ଅତିଥିକି ଆସିଲେ, ଅତିଥିକି ଦର୍ଶନ କଲେ, ତାକୁ ଦେଖିଲା ମାତ୍ରେ ଆମର ଆଖି ଲୁହରେ, ଆଖି ଲୁହଟା ହେଉଛି ପବିତ୍ର ଜଳ, ଆଖି ଲୁହରେ ତାକୁ ପାଦ ଧୋଇଦେବ। এইটা মধ্যে ଗୋଟେ ଅର୍ଥ ହେଇପାରେ। ତେଣୁ ପାଦ ଧୋଇବା ପରେ କ'ଣ ନା ଅମୃତ ବିନୟ ବଚନ କହି ତ ଶିବ ଜନ ମନ। ଆମେ ଅମୃତ ବିନୟ ବଚନ କହିବା। ଏମିତି ଗୋଟେ
ଗୋଟେ ଧାଡ଼ି ଆମେ ମଝିରେ ମଝିରେ ଶୁଣୁ କିନ୍ତୁ ତାକୁ ଭୁଲି ଯାଉ। ସଂସାର ଭିତରେ ଆମେ ଘର କରିଛେ। ଆମେ ମୁଁ ଭଲରେ ରହିବି, ଭଲ ଖାଇବି, ଭଲ ପିଇବି, ଭଲ କୋଠାବାଡ଼ି କରିବି ଏବଂ ଅନ୍ୟର କାହା କ'ଣ ହେଲା ମୋର ସେଥିରେ ଯାଏସ ନାହିଁ। କୌଣସି ଲୋକ ଯଦି ମୋର ଚାହିଁଲା ସାହାଯ୍ୟ ଚାହିଁଲା ମୁଁ ତାକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ନୁହଁ, ତାହା ଭୁଲ। କାରଣ ସଂସାର ଭିତରେ ସଂସାରୀ ସାଥୀ ପରୋପକାର କରିବା ଇଏ ହେଉଛି ଗୋଟେ ମାନବୀୟ ଧର୍ମ। ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ଆରେ ଭଗବାନ କେମିତି ସନ୍ତୋଷ ହେବେ? ମନୁଷ୍ୟ ଦେହରେ ଦିବ୍ୟ ଜ୍ଞାନ ଦେଖିଲେ। ସେ ଦିବ୍ୟ ଜ୍ଞାନ କ'ଣ? ସତ୍ ଜ୍ଞାନ, ଦିବ୍ୟ ଜ୍ଞାନ। ସେ ଦିବ୍ୟ ଜ୍ଞାନ କେମିତି ଉଦୟ ହେବ? ଭାଗବତ ପଢ଼ିଲେ ପରୋପକାରାୟ ସ୍ୱର୍ଗାୟ ପାପାୟ ପରପୀଡ଼ନେ। ବ୍ୟାସଦେବ 18 ପୁରାଣ ଲେଖିଲେ, ଅଷ୍ଟାଦଶ ପୁରାଣ। ଅଷ୍ଟାଦଶ ପୁରାଣର ମୂଳ ଗୋଟେ କଥା, ଅଷ୍ଟାଦଶ ପୁରାଣେଷୁ ବ୍ୟାସସ୍ୟ ବଚନ ଦ୍ୱୟଂ ପରୋପକାରାୟ ସ୍ୱର୍ଗାୟ ପାପାୟ ପରପୀଡ଼ନେ। ପରୋପକାର କଲେ ସ୍ୱର୍ଗକୁ ଯିବ, ପାପ ପରକୁ ପୀଡ଼ନ ଦେଲେ ସେ ପାପରେ ଆପଣ ଘାଣ୍ଟି ହେବେ। ସ୍ୱର୍ଗ ନରକ ବେନିବାଣୀ ଏହା ମୁଁ ଏକ ଧର୍ମେ ଜାଣି। ତେଣୁ ପରୋପକାର କରିବା ପାଇଁ ହେଲେ ଏ ସାଧୁଜନଙ୍କ କଥା, ସାଧୁଜନଙ୍କ ମତ ଏହି ଯେ ପର ଦୁଃଖେ ଦୁଃଖୀ ହୋଇ କରନ୍ତି ପର ଉପକାର ଧନ୍ୟ ଜୀବନ ତାହାଙ୍କର ଦୁଃଖ ଯେ ପରିତ୍ରାଣ କରେ ସଂକଟୁ ପ୍ରାଣୀ କେଉଁ ଧରେ ଯେ ରହେ ପର ଉପକାରେ ତା ଜନ୍ମ ଧନ୍ୟ ଏ ସଂସାରେ। କେଡ଼େ ସୁନ୍ଦର କଥା, କେଡ଼େ ସୁନ୍ଦର ଭାବ। ଆମର ଏ ଭାବକୁ ଯଦି ଆମେ ହୃଦୟରେ ନ ଆଣି ଖାଲି ଏଇ ପାପ ପଙ୍କରେ ଘାଣ୍ଟି ହେବା, ଏଥିରେ କିଛି ମୂଲ୍ୟ ନାହିଁ। ସଂସାର ଅଛେ କର୍ମ କରିବା। କର୍ମ କରିବା ଯେ କେମିତି କର୍ମ କରିବା? ସେଇ ଭାଗବତର ଅଛି, କର୍ମ କରିବ କର୍ମ ତେଜି ସାଟିକେ ମୋର ପଦେ ମଜି। କର୍ମକୁ କରିବ, କର୍ମ ତ୍ୟାଗ କରିବ। ମନୁଷ୍ୟ ଦେହ ପୁରା ଦିବ୍ୟ ଜ୍ଞାନ। ତେଣୁ କୋଉ କର୍ମ କରିବ, କୋଉ କର୍ମକୁ ତ୍ୟାଗ କରିବ ତାକୁ ନିଜେ ଟିକେ ଚିନ୍ତା କରିବ। ସାଟିକେ ମୋର ପଦେ ମଜି। ଧର୍ମା ଧର୍ମ କର୍ମ କର୍ମ ସବୁ ସେଇ ବିଭୁଙ୍କର, ସେଇ ଜଗନ୍ନାଥଙ୍କର ପଦ ପାଦରେ ସମର୍ପଣ କରିଦେବ, ଆତ୍ମନିବେଦନ କରିଦେବ। ତାହେଲେ ତମ ମନରେ ଶୁଦ୍ଧତା ଆସିବ, ପବିତ୍ରତା ଆସିବ। ନିଶ୍ଚିତ ଆମକୁ ସଦ୍ବୁଦ୍ଧି ପ୍ରାପ୍ତ ହେବ। ଏଣୁ ସ୍ୱଭାବେ ଦେବେ ଛାୟାବତ ବସନ୍ତି କର୍ମରାୟତ। কর্ম কষণ দেহ সহে অরণ্যে অজগর প্রায়। অজগর কোণ মানে ঘাস পତ୍ର ତ ଖାଏନି କିମ୍ବା ଦୌଡ଼ିକି କେଉଁ ଜନ୍ତୁକୁ ମଧ୍ୟ ଖାଇଦିଏନି। ସେ ସେମିତି ଶୋଇଥିବ, ଯଦି କେଉଁ ବଡ଼ ଜନ୍ତୁ ତା ଆହୁରେ ପଡ଼ିବ ତାହେଲେ ସେ ତାକୁ ଖାଇଲା, ଯଦି ନ ପାଇଲା ସେମିତିକା ଶୋଇଥିବ। ଅଜଗର ଗୋଟେ ଗୁରୁ ଆମର ସ୍ୱାମୀ ଗୁରୁ ଭିତରେ। ତେଣୁ ଯଦି ମିଳିଲା ଖାଇବ। ଆରେ ତମେ କିଛି କାମ କରିବନି, ସୋଡ଼ା ସୋଡ଼ା କହିଲା ଭଳିଆ ଉପରକୁ ଅନେଇବ ଯେ ଆମକୁ ପୁଣି ପଡ଼ିବ ମୁଁ ଖାଇବି, ସେଗୁଡ଼ା ନୁହଁ। କର୍ମ କରିବ। କର୍ମ କଷଣ ଦେହ ସହେ ଅରଣ୍ୟ ଅଜଗର ପ୍ରାୟ। ଯେତେବେଳେ ଯାହା ମିଳିଲା ଆନନ୍ଦରେ ଖାଇବ। ସଂସାରେ ଥିବ ଯେତେ ଦିନ ଆନନ୍ଦ କରୁଥିବ ମନ। କର୍ମର ଫଳ ଏ ଜଗତ କର୍ମରେ ହୁଏ ଆଦଜାତ। କର୍ମ କଷଣ କରିନ ଫଳ ଖାଇ ପ୍ରାଣୀ ତା ଅବଶ୍ୟ ଭୁଞ୍ଜଇ। ଯେମିତି କର୍ମ କରିବ ସେଇଭଳି ଫଳ ତେବେ ପାଇବ। ପର ଜନ୍ମରେ ନୁହଁ, ଏଇ ଜନ୍ମରେ ସେ ଫଳକୁ ନିଶ୍ଚିତ ଭୋଗ କରିବ। ଆମେ ସଂସାରରେ ସ୍ତ୍ରୀ ଅଛି, ଆମର ପୁତ୍ର ଅଛି। ପୁତ୍ରମାନଙ୍କୁ ଆମେ ମଣିଷ କରିବା ପାଇଁ, ଭଲ ମଣିଷ କରିବା ପାଇଁ
ଚେଷ୍ଟା କରୁଛେ କିଏ ହେଉଛି କିଏ ନ ହେଉଛି। ପିଲାମାନଙ୍କୁ ମଧ୍ୟ ଏଇ ଶିକ୍ଷା ଦରକାର। ଓ ପୁତ୍ର ତିନି ପ୍ରକାର, ଉତ୍ତମ, ମଧ୍ୟମ, ଅଧମ। ଉତ୍ତମ ପୁତ୍ର କିଏ? ପିତାଙ୍କ ମନ ଜାଣି କରେ, ଉତ୍ତମ ପୁତ୍ର ଏ ଶୟଳେ। ବାପା କଣ ଭାବୁଛନ୍ତି ସେ କଥାଟା ପୁଅ ଯଦି ବାପାଙ୍କ ମନ ଜାଣିକିରି କଲା ସେ ହେଉଛି ଉତ୍ତମ ପୁତ୍ର। ଆଉ ପିତାଙ୍କ ଆଦେଶ ପାଳନ କରେ ଯେ ସେ ପୁତ୍ର ମଧ୍ୟମ। ବାପା କହିଲେ ପୁଅ କଲା, ପୁଅ ଆଜି ଗଲୁ ପାନକୁ ଟିକେ ନେଇ ଆସିବୁ ଖାଇବି ନାହିଁ। ପୁଅ ଗଲା ପାନକୁ ଆଣିଲା, ସେ ହେଲା ମଧ୍ୟମ ପୁଅ। ବାପା କହିଲା ପରେ ଯିଏ କଲା ସେ ମଧ୍ୟମ ପୁଅ। ବାପା କହିବା ଆଗରୁ ବାପାଙ୍କ ମନ ଜାଣିକିରି ଯିଏ କଲା ସେ ଉତ୍ତମ ପୁଅ। ଆଉ ଅଧମ ପୁଅ କିଏ? ନ ମାନେ ଜନକ ବଚନ ସେ ପୁତ୍ର ସଂସାରେ ଅଧମ। ଯଦି ବାପା କହିଲା ପରେ ମଧ୍ୟ ସେ ନ କଲା ସେଟା ହେଉଛି ଅଧମ ପୁଅ। ତେଣୁ ଆପଣ ପୁଅମାନଙ୍କୁ କିଭଳି ଭାବରେ ବାଟରେ ନେବେ, କେମିତି ତାଙ୍କୁ ମଣିଷ କରି ଗଢ଼ିବେ, ଉତ୍ତମ ପୁଅ କରି କେମିତି ଗଢ଼ିବେ, ମଧ୍ୟମ ପୁଅ କରି କେମିତି ଗଢ଼ିବେ, ଏ ଚିନ୍ତା ଆପଣଙ୍କର। ଏବଂ ଭାଗବତ ଲେଖେ ଆପଣ ଯଦି ଭାଗବତ ପଢ଼ିକିରି ଏ ଦିବ୍ୟଜ୍ଞାନ ଅର୍ଜନ ନ କରିବେ ତାହେଲେ କେମିତି ହେବ? ଆଉ ଆପଣ ନିଜର ଚରିତ୍ର, ନିଜର ପ୍ରକୃତି, ନିଜର ଯେଉଁ ଦାମ୍ଭିକତା ତାକୁ ବଜାୟ ରଖିବା ପାଇଁ ସାଧୁ ସଙ୍ଗ କରିବା ଉଚିତ। ଏ ଜୀବ ସାଧୁ ସଙ୍ଗ ବିନୁ ଲଭି ନ ପାରେ ମୋର ତନୁ। ସାଧୁ ଯେ ବଡ଼ ପବନ କାଠକୁ କରନ୍ତି ଚନ୍ଦନ। ସାଧୁଙ୍କ ସଙ୍ଗରେ ଯିଏ ରହେ କାଠକୁ ଚନ୍ଦନ କରିପାରନ୍ତି ସାଧୁ। ଉତ୍ତମ ସଙ୍ଗେ ସଙ୍ଗ ଯାର ସେ କରେ ଉତ୍ତମ ବ୍ୟବହାର। ଭଲ ଲୋକ ସାଙ୍ଗରେ ସାଙ୍ଗ ହେଲେ ତେବେ ସିନା ଭଲ କଥା ଶିଖିବ। ଯଦି ମନ୍ଦ ଲୋକ ସାଙ୍ଗରେ ସାଙ୍ଗ ହବ କ'ଣ ଶିଖିବ? ଯିଏ ମଦ ଖାଉଛି, ଗଞ୍ଜେଇ ଖାଉଛି, ଚରସ ଖାଉଛି, ତା ସାଙ୍ଗରେ ସାଙ୍ଗ ହେଲେ କ'ଣ ହବ? ଆପଣ ସେଇଆ ଶିଖିବେ। ଆଠୁ ଦୂରେ ରହିବା କେମିତିକା ସେ କଥା ଆପଣଙ୍କ ଦାୟିତ୍ୱ। ପୁଅକୁ କେମିତି ଗଢ଼ିବେ? ହୀନ ସଙ୍ଗତେ ହୀନ ମତି ହସି କହନ୍ତି ଯଦୁପତି। ହୀନ ସଙ୍ଗରେ ପଡ଼ିଲେ ଆପଣ ହୀନ କାର୍ଯ୍ୟ କରିବେ। ତେଣୁ ସର୍ବ କୁସଙ୍ଗ ଦୋଷ ହରେ ଯେ ଜନ ସାଧୁ ସଙ୍ଗ କରେ। ଯିଏ ସାଧୁ ସଙ୍ଗ କଲା, ଆମେ ଆମ ଜୀବନ କାଳ ଭିତରେ ଇଏ ଯେଉଁ ମାନେ ଅଧ୍ୟାୟ ସବୁ ରହିଛି ସେ ଅଧ୍ୟାୟକୁ ଆମେ ଆଲୋଚନା କଲେ ନିଶ୍ଚିତ ଭାବରେ ଆମେ ଗୁରୁ ଗ୍ରହଣ କରୁଛେ। ସମସ୍ତେ ଜାଣନ୍ତୁ ସାକ୍ଷାତ ଗୁରୁ ଯେ ଈଶ୍ୱର, ଗୁରୁ କୁଳ ମଣିବ ନର। ଗୁରୁଟି ସର୍ବ ଦେବ ମୟରେ ମୁହିଁ ବସଇ ଗୁରୁ ଦେହେ ଭଗବାନ କଥା କହିଛନ୍ତି। କିନ୍ତୁ ତା ତଳେ ଗୋଟେ ଲେଖା ହେଇଛି ଗୁରୁଙ୍କ ସମୀପେ ବସିବ କର ଚରଣ ନ ଦିଶିବ। ଆପଣ ଗୁରୁଙ୍କ ଆଗରେ ବସିବେ, ଆପଣଙ୍କର କର ଚରଣ, ଏ ଚରଣ ଅଗ୍ରଭାଗ, ପାଦ ଅଗ୍ରଭାଗ, ହାତ ଦେଖାଯାଉ, ପାଦ ଅଗ୍ରଭାଗ ଗୁରୁଙ୍କୁ ଦେଖାଯିବ ନାହିଁ। ଏଭଳି ଭାବରେ ଏଭଳି ଭଙ୍ଗିରେ ଇଏ ବସୁଛି କିଏ? ତେଣୁ ଆମେ ଶେଷରେ ଗୋଟିଏ କଥା, ଆପଣଙ୍କର ଯୁବକ ବୟସରେ ନହେଲେ ମଧ୍ୟ ପରିଣତ ବୟସରେ ଆମେ ସମସ୍ତେ ବର୍ତ୍ତମାନ ପରିଣତ ବୟସ। ବୁଦ୍ଧି ବିବେକ ଜ୍ଞାନ ବଳେ ମରଣ ଜେଣିପାରେ ହେଲେ କେବଳ ପରମାର୍ଥ ଶାସ୍ତ୍ର ଅଭ୍ୟାସ କରୁଥିବ ନିତ୍ୟ। ଅନ୍ୟ ଶାସ୍ତ୍ରକ ଦୋଷ ଗୁଣ ମୁଖେ ନ କରିବ ବଖାଣ। ପରମଶାସ୍ତ୍ର ଭାଗବତ ଅଭ୍ୟାସ କରୁଥିବ ନିତ୍ୟ। ପରମଶାସ୍ତ୍ର ଭାଗବତ, କିନ୍ତୁ ଇଏ ଭାଗବତ ଆପଣ ପଢ଼ିବେ, ଅନ୍ୟ ଶାସ୍ତ୍ରଙ୍କର ଦୋଷ କେବେ ଧରିବେ ନାହିଁ। ଯିଏ ଦ୍ୱାରା ସୁତ ଗୃହ ପ୍ରାଣ
ପୃଷ୍ଠେ କରିବ ସମର୍ପଣ। ଇଏ ଘର ଆପଣଙ୍କର, ଇଏ ଧନ ଆପଣଙ୍କର, ଇଏ ସ୍ତ୍ରୀ ମୋ ସ୍ତ୍ରୀ ବି ଆପଣଙ୍କର, ଆପଣଙ୍କର ତ ସବୁ, ଆପଣ ସର୍ବ ସମ୍ପଦ ଅଧିକାରୀ। ମୁଁ ସର୍ବ ଆତ୍ମା ଅଧୀଶ୍ୱର। ଭଗବାନ ନିଜେ କହିଛନ୍ତି ସମସ୍ତ ଆତ୍ମାର ଅଧୀଶ୍ୱର ମୁଁ ସର୍ବ ଆତ୍ମା ଅଧୀଶ୍ୱର, ମୋହର ନାହିଁ ପରାପର, ସଂସାରେ ହର୍ତ୍ତା କର୍ତ୍ତା ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ। ସଂସାରକୁ ମୁଁ ସ୍ରଷ୍ଟା, ମୁଁ ସୃଷ୍ଟି, ମୁଁ ବିନାଶକାରୀ। ତେଣୁ ମୋଠୁ ସଂସାରର ଅନ୍ୟ କେହି ନାହିଁ। ଯାହା ଶ୍ରୀମଦ୍ ଭଗବତ ଗୀତାରେ ନିଜେ କୃଷ୍ଣ କହିଛନ୍ତି ଅହଂ ତ୍ୱାଂ ସର୍ବ ପାପଭ୍ୟୋ ମୋକ୍ଷୟିଷ୍ୟାମି, ମୁଁ ତୁମକୁ ସମସ୍ତ ପାପରୁ ମୁକ୍ତି କରିଦେବି। ତେଣୁ ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, ସମସ୍ତ ଧର୍ମକୁ ତ୍ୟାଗ କରି ମୋଠି ଶରଣାପନ୍ନ ହୁଅ। ଅହଂ ମୁଁ କହିବାର ଅଧିକାର କେବଳ ଅଛି ତାଇ, ସେଇ ଜଗନ୍ନାଥଙ୍କର, ସେଇ କୃଷ୍ଣଙ୍କର, ସେଇ ଭଗବାନଙ୍କର। ମୁଁ କହିବାର ଅଧିକାର ଆଉ କାହିଁ ନାହିଁ। ମୁଁ ତୁମକୁ ସମସ୍ତ ପାପରୁ ମୁକ୍ତି କରିଦେବି। ଏଇଭଳି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଏକମାତ୍ର ଦେଇଛନ୍ତି ଗୀତାରେ ହଉ ବା ଭାଗବତରେ ହଉ ଏକମାତ୍ର ପରମ ବ୍ରହ୍ମ ସେଇ ନାରାୟଣ। ତେଣୁ ସେଇ ନାରାୟଣଙ୍କ ପଦକଞ୍ଜରେ ମୋର ପ୍ରାର୍ଥନା ଜଣାଇ, ମୋର ବିନମ୍ରତା ଜଣାଇ, ତାଙ୍କରି ଯୋଗୁଁ ଏ ଦୁନିଆ, ସିଏ ଦୁନିଆର ହର୍ତ୍ତା କର୍ତ୍ତା। ତେଣୁ ମୋର ଦୋଷ ଗୁଣ ସିଏ ବାଛିବେନି, ସବୁ ତାଙ୍କରି ଚରଣ ଦ୍ରବ୍ୟ ସମର୍ପଣ କରି ମୋର ବାଣୀକି ବିରାମ ଦେଉଛି। ନମସ୍କାର। ଅଶେଷ ଅଶେଷ ଧନ୍ୟବାଦ ମହୋଦୟ। ସୁନ୍ଦର ଭାବରେ ଆମର ଯେଉଁ 5ଟା ଯଜ୍ଞ ଅଛି, ଦେବଯଜ୍ଞ, ପିତୃଯଜ୍ଞ, ଋଷି ଯଜ୍ଞ, ଭୂତ ଯଜ୍ଞ, ନୃଯଜ୍ଞ ଅର୍ଥାତ ଅତିଥି ଯଜ୍ଞ। ଅତିଥି ଯଜ୍ଞ ହେଉଛି ଗୃହସ୍ଥର ସବୁଠାରୁ ଶ୍ରେଷ୍ଠ ଯଜ୍ଞ। ତେଣୁ ସେ ଅତିଥି ସତ୍କାର କିଭଳି ଭାଗବତରୁ ଆମେ ଶିକ୍ଷା କରିବା। କର୍ମ ତୋହର ନିଜ ଗୁରୁ ଉଦ୍ଧବ କେତେ ତୁ ପଚାରୁ, କର୍ମ ହେଉଛି ଶ୍ରେଷ୍ଠ, ସେ ବିଷୟରେ ବର୍ଣ୍ଣନା କରିଛନ୍ତି। ବ୍ରହ୍ମାଣ୍ଡ ମାଳ ମାଳ ହୋଇ ତୋ ଲୋମ କୂପେ ଛନ୍ତି ରହି, ଈଶାବାସ୍ୟମିଦଂ ସର୍ବଂ ଯତ୍କିଞ୍ଚ ଜଗତ୍ୟାଂ ଜଗତ୍। ଭଗବାନ ଅଣୁ ପରମାଣୁ ସବୁଠି ବିଦ୍ୟମାନ ସୁନ୍ଦର ଭାବରେ ଆଜି ବର୍ଣ୍ଣନା କରିଛନ୍ତି। ଯାହା ହଉ ଆମେ ଏଥିରୁ ଶିକ୍ଷା ପାଇଲେ। ମୁଁ ଟିକେ ଆଗକୁ ପଳେଇ ଯାଇଛି ଦିପାଦ, କିନ୍ତୁ ଗୋଟେ କଥା ଭୁଲି ଯାଇଛି। ବର୍ତ୍ତମାନ ଆମେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆରମ୍ଭ କରିବେ। ଆମର ଆଜି ସମ୍ବର୍ଦ୍ଧିତ ହେବେ କାଶୀନାଥ ପାଣିଗ୍ରାହୀ ମହୋଦୟ। ସେ ମହାଶୟ ହେଉଛନ୍ତି ଏକାଧାରରେ ଜଣେ ଅବସରପ୍ରାପ୍ତ ଶିକ୍ଷକ। କର୍ମମୟ ଜୀବନରେ ସେ ଯେଉଁ ସାଧନା କରିଛନ୍ତି, ପ୍ରକୃତ ଶିକ୍ଷକର ସାଧନା, ଏବଂ ଜଣେ କବି, ସାହିତ୍ୟିକ, ସାହିତ୍ୟାନୁରାଗୀ ଏବଂ ଛାତ୍ରବତ୍ସଳ, ବନ୍ଧୁବତ୍ସଳ, ସେଇଭଳି ଜଣେ ଅମ୍ଳାନ ବ୍ୟକ୍ତିତ୍ୱକୁ ଆଜି ସମ୍ବର୍ଦ୍ଧିତ କରିବୁ ଆମେ ଆଜି ତାଙ୍କୁ ପାଇ ଗୌରବାନ୍ୱିତ। ଯାହା ହଉ ବର୍ତ୍ତମାନ ଆମର ପାଠ କରିବେ ମାନପତ୍ର ଡକ୍ଟର ସୁକାନ୍ତି ମହାପାତ୍ର ମହୋଦୟା। ଆଉ ବର୍ତ୍ତମାନ ପଣ୍ଡିତ ରମାକାନ୍ତ ମିଶ୍ର ମହୋଦୟ ଏବଂ ସୁଦର୍ଶନ ମହାପାତ୍ର ମହୋଦୟ ଆମର ରୋଟାରିଆନ ସଭାପତି ଅଛନ୍ତି, ସେମାନେ ସମ୍ବର୍ଦ୍ଧିତ କରନ୍ତୁ। ପ୍ରମୋଦ ବାବୁ ଟିକେ ଆସନ୍ତୁ। ଆମରି ସତ୍ୟ ବିକାଶ ପରିଷଦ ଜଟଣୀ ଖୋର୍ଦ୍ଧା ସମ୍ମାନ ପତ୍ର ରାଜେଶ ଶ୍ରୀଯୁକ୍ତ କାଶୀନାଥ ପାଣିଗ୍ରାହୀ, ମାତା ଲାବଣ୍ୟ ପାଣିଗ୍ରାହୀ, ପିତା ମୋହନ ପାଣିଗ୍ରାହୀ, ଗ୍ରାମ ଝାମ୍ପଲପୁର, ବ୍ଲକ ପଣାସ, ଥିଲାପୁର। ସମ୍ମାନିତ ମହାଶୟ, ଆପଣ ସାରସ୍ୱତ ସାଧନାରେ ନିରବଚ୍ଛିନ୍ନ ସାଧକ। 1960 ମସିହାରେ ମେଟ୍ରିକ ସିଟି ଯୋଗ୍ୟତା ସମ୍ପନ୍ନ ହୋଇ ଶିକ୍ଷକତାର ଏକ ପବିତ୍ର ବ୍ରତକୁ ଆପଣେଇ ନେଇଥିଲେ ଆପଣ।
ଦୀର୍ଘ 37 ବର୍ଷ ଶିକ୍ଷକତା ପରେ ଅବସର ପ୍ରାପ୍ତ ହେଲେ ମଧ୍ୟ ଆପଣ ଅଦ୍ୟାପି ସାରସ୍ୱତ ସୃଜନ ପଥରେ ଜଣେ ଅକ୍ଳାନ୍ତ ପଥିକ। ଓଡ଼ିଆ ସାହିତ୍ୟରେ ବିଭିନ୍ନ ସୃଜନୀ ମଞ୍ଚରେ ନକ୍ତର ଛାଇ ଆପଣଙ୍କ ଲେଖନୀ ସୃଷ୍ଟି କରିଛି ଅପୂର୍ବ ଚମତ୍କାରିତା ଓ ଜନମନୋହୀନତା। ଏପରି ଉତ୍କଳ ଭାରତୀୟ ନିରଜନା ଆପଣଙ୍କର ଆରମ୍ଭ ହୁଏ 1965 ମସିହାରୁ। 1966ରୁ 1980 ପର୍ଯ୍ୟନ୍ତ ଦୀର୍ଘ 14 ବର୍ଷ ପାଠାଗାର ଆନ୍ଦୋଳନରେ ସମ୍ପୃକ୍ତ ସାହିତ୍ୟର ବିକାଶ ଓ ବିସ୍ତାର ନିମନ୍ତେ ଆପଣଙ୍କର ବୈପ୍ଳବିକ ଚିନ୍ତା ଚେତନାର ଏକ ଅମ୍ଳାନ ପରିଚୟ। ଆପଣଙ୍କ ସାଧନାରୁ ଉତ୍କୃଷ୍ଟ 700 ଗୀତି କବିତା, ପ୍ରାୟତଃ 250 ଗଳ୍ପ, ପ୍ରବନ୍ଧ ଓ ରମ୍ୟ ରଚନା ନିଶ୍ଚିତ ରୂପେ ଓଡ଼ିଆ ଭାଷା ସାହିତ୍ୟକୁ ବହୁମୂଲ୍ୟ ଅବଦାନ। ପ୍ରକାଶିତ 6ଟି ପୁସ୍ତକ ଆପଣଙ୍କର ସିଦ୍ଧିର ସ୍ୱର୍ଣ୍ଣିମ ସ୍ୱାକ୍ଷର ବହନ କରେ। ଏତଦ୍ ବ୍ୟତୀତ ଭିନ୍ନ ଭିନ୍ନ ଧର୍ମୀ 10ଗୋଟି ପତ୍ରିକା ସମ୍ପାଦନରେ ଆପଣଙ୍କର ଭୂମିକା ଭୂୟସୀ ପ୍ରଶଂସନୀୟ। ଏକାଧାରରେ ଆପଣ ଜଣେ କବି, ଗାଳ୍ପିକ, ପ୍ରାବନ୍ଧିକ, ବ୍ୟଙ୍ଗ ଓ ରମ୍ୟ ରଚନାର ସଫଳ ସ୍ରଷ୍ଟା, ଅଥଚ ଜଣେ ନିଷ୍ପାପ ସରଳ ନିରାମ୍ବର ମିଷ୍ଟଭାଷୀ ଓ ସ୍ନେହାସ୍ପଦ ଭଳି ମଞ୍ଚଟି ଆପଣ। ଏଥି ନିମନ୍ତେ ଆପଣ ଓଡ଼ିଶାର ଅନେକ ଅନୁଷ୍ଠାନରୁ ଭବ୍ୟ ସମ୍ବର୍ଦ୍ଧନାରେ ବହୁତ ସମ୍ମାନିତ ଓ ଉଚ୍ଚ ପ୍ରଶଂସିତ। ଆପଣଙ୍କର ସାରସ୍ୱତ କୃତିତ୍ୱ ଓ ସାଧନାକୁ ସମ୍ବର୍ଦ୍ଧିତ କରି ଆମରି ସତ୍ୟ ବିକାଶ ପରିଷଦ ଜଟଣୀ ଖୋର୍ଦ୍ଧା ଆଜି ତାର ମାସିକ ସାହିତ୍ୟ ଆସରରେ ଉକ୍ତ ସମ୍ମାନ ପତ୍ର ପ୍ରଦାନ ପୂର୍ବକ ନିଜକୁ ଅତ୍ୟନ୍ତ ଗୌରବାନ୍ୱିତ ମନେ କରୁଅଛି। ଅବଶିଷ୍ଟ ଜୀବନରେ ନିରାମୟତା ଓ ସାଧନା ପାଇଁ ଶ୍ରୀ ଜଗନ୍ନାଥଙ୍କ ପଦାରବିନ୍ଦରେ ବିନୀତ ପ୍ରାର୍ଥନା। ଇତି ପ୍ରତିଷ୍ଠାତା ପ୍ରମୋଦ ଚନ୍ଦ୍ର ଦାସ, ସମ୍ପାଦକ ଆଦିନାରାୟଣ ଖଣ୍ଡୁଆଳ। ଜୟ ଜଗନ୍ନାଥ। যা হোক আমি আজি সেই অম্লান প্রতিভাকে সংবর্ধিত করি ধন্য মনে করছু।